ଆଜିର ଆଲୋଚନା ପ୍ରସଙ୍ଗକୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରଣ ରଖୁଛି। ସହିତ ବୟସ୍କ ନାଗରିକମାନଙ୍କ ପାଇଁ ମଧ୍ୟ ପଦେ ଅଧେ ସୂଚନା ଦେବାକୁ ଚାହୁଁଛି। କହିବାର ତାତ୍ପର୍ଯ୍ୟ ଏହିକି ଯେ ପଠନ ହେଉଛି ଏକ ସୁନ୍ଦର ଅଭ୍ୟାସ। ଯେଉଁମାନେ ପ୍ରତ୍ୟେକ ଦିନ କିଛି କିଛି ସମୟ ଏବଂ ଅଭ୍ୟାସକୁ ନିରନ୍ତର ଭାବରେ ବଳବତ୍ତର ରଖନ୍ତି, ମୋ ମତରେ ସେମାନେ ଧୀରେ ଧୀରେ ଏଭଳି ଏକ ଶିଖରକୁ ପହଞ୍ଚିବେ ଯେଉଁଠି ସେମାନଙ୍କୁ ଅଭ୍ୟାସ ବହୁତ ସହଯୋଗ କରିବ। ସୁତରାଂ ଆଜିର ଆଧୁନିକ ଯୁଗରେ ଏହି ପଠନ ଅଭ୍ୟାସ ପ୍ରାୟତଃ ଆଉ କାହାର ନାହିଁ କହିଲେ ଚଳେ। ଛାତ୍ରଛାତ୍ରୀମାନେ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଏବଂ ନିଜର ଶେଯ ପର୍ଯ୍ୟନ୍ତ ମଧ୍ୟ ବହୁ ସମୟ ମୋବାଇଲ ଦେଖିବାରେ ବିନିଯୋଗ କରୁଛନ୍ତି। ଅବଶ୍ୟ ମୁଁ କେବେ ଦେଖିବି ନାହିଁ ମୋବାଇଲ ଦ୍ୱାରା ଆମମାନଙ୍କର ବିଶେଷ ବହୁତ ଆସେ ଆମକୁ ଖରାପ ମାର୍ଗକୁ ମଧ୍ୟ ନେଇଯାଏ। ଡିଜିଟାଲ ଯୁଗରେ, ଇନଫର୍ମେସନ ଟେକ୍ନୋଲୋଜି ଯୁଗରେ ଆମେ ବିଜ୍ଞାନକୁ ଆଧାର କରି ଯେତିକି ଉପରକୁ ଉଠୁଥାଏ ସେତିକି ଭାବରେ ଆମେ ଆମର ପାଠ ପଢ଼ାରୁ ଦୂରେଇ ଯାଉ, ଯୋଉଟା ଶୁଭ ସଂକେତ ନିମିତ୍ତ ଆଦର୍ଶ ଥିଲେ ସ୍ୱାମୀ ବିବେକାନନ୍ଦ, ଯାହାଙ୍କ ଜନ୍ମତିଥି ପ୍ରତ୍ୟେକ ବର୍ଷ ଜାନୁଆରୀ ମାସର 12 ତାରିଖ ତାଙ୍କ ଜନ୍ମଦିନ ଯୁବା ଦିବସ ରୂପେ ପାଳନ କରୁଛୁ। ଯୁବତୀମାନଙ୍କୁ ଏହି ଆଦର୍ଶ କରିବାକୁ ଥିଲେ ଯେ ଆମେ ଆମ ସଂସ୍କୃତିକୁ ପଢ଼ିବା, ଆମର ପୁରାଣକୁ, ମହାଭାରତକୁ, ରାମାୟଣକୁ, ଗୀତା, ଭାଗବତ, ଉପନିଷଦ, ବେଦକୁ ଅଧ୍ୟୟନ କରିବା, ଦେଶର ସଂସ୍କୃତିକୁ ଅଧ୍ୟୟନ କରିବା, ଆମେ ଆମର ପରମ୍ପରାକୁ ବୁଝିବା, ଶିଖିବା, ପଢ଼ିବା। ତେଣୁ ଏ ଯେଉଁ ପଢ଼ିବା ପାଇଁ ସମସ୍ତେ ସବୁବେଳେ ପରାମର୍ଶ ଦିଅନ୍ତି। ଆମେ ଯେତେ ପଢ଼ିବା ସେତେ ଜାଣିବା। ତେଣୁ ଛାତ୍ରଛାତ୍ରୀମାନଙ୍କର ଜୀବନ ଗଢ଼ିବା ସମୟ ହେଉଛି ଏଇ ଅବସ୍ଥା, ଛାତ୍ର ଅବସ୍ଥା। ଏହି ଅବସ୍ଥାରେ ଆମେ ଯଦି ଅଧ୍ୟୟନ ମନସ୍କ ନ ହେବା, ଯଦି ପୁସ୍ତକ ଗୁଡ଼ିକ ପ୍ରତି ଆମେ ମନୋନିବେଶ ନ କରିବା, ତାହେଲେ ଆମ କ୍ୟାରିୟର ଉପରେ ଆଞ୍ଚ ଆସିବ। ଆମେ ପଛେଇ ଯିବା, ଆମେ ହାରିଯିବା, ମନ ଦୁଃଖ କରିବା, ବେଳେବେଳେ ଭାବିବା ବେଳକୁ ଆଉ ସମୟ ନଥାଏ। ତେଣୁ ସମୟର ବିନିଯୋଗ କରିବା, ପ୍ରତ୍ୟେକ ଦିନ ସ୍ୱାଧ୍ୟାୟ କରିବା। ସ୍ୱାଧ୍ୟାୟ ହେଉଛି ଫଳରେ ଆମେ ନିଶ୍ଚିତ ଭାବରେ ଆମ ଅଭ୍ୟାସକୁ ଏବଂ କରିପାରିବା। ଆଉ ପଦଟିଏ କହିବି, ଯାହା ଉତ୍କଳମଣି ଗୋପବନ୍ଧୁଙ୍କ ଭାଷାରେ ଜୀବନ କେବଳ ବର୍ଷ
ଦଶ ଦିନର କର୍ମେ ଯିଏ ନର କର୍ମ ଏକ ଜୀବନର ମାନର କରି ପଠନକୁ ଆଦର କରି ଆମେ କର୍ମ କରିବା, ଆଗକୁ ଯିବା। ଆଜି ସମସ୍ତଙ୍କୁ ସହ ଏଇଠି ମୋର ବାଣୀକୁ ବିରାମ ଦଉଛି।